ଅକ୍ଟୋବର 2023 ସେହି ଦିନ ଏବେ ଇତିହାସ ହୋଇଯାଇଛି। ଏହି ଦିନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ ହମାସ ଆତଙ୍କବାଦୀମାନେ, ଯେଉଁଥିରେ 1200 ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 255 ଜଣ ନାଗରିକଙ୍କୁ ଅପହରଣ କରିନେଇଥିଲା ହମାସ। ଯାହାର ବଦଲା ନେବାକୁ ଏପର୍ଯ୍ୟନ୍ତ ମଧ୍ୟ ଆକ୍ରମଣ ଜାରି ରଖିଛି ଇସ୍ରାଏଲ। ଏହାରି ଭିତରେ 1 ବର୍ଷ ବିତିଗଲାଣି। ନିଜର ପଣବନ୍ଦୀଙ୍କୁ ହମାସ କବଳରୁ ମୁକ୍ତ କରିବାକୁ ଗାଜାରେ 50,000ରୁ ଅଧିକ ନାଗରିକଙ୍କୁ ମାରି ସାରିଲାଣି ଇସ୍ରାଏଲ। ହମାସର ଭୂତଳ ଅସ୍ତ୍ରଶସ୍ତ୍ର ଡିପୋଠାରୁ ଆରମ୍ଭ କରି ଟନେଲକୁ ମଧ୍ୟ ଇସ୍ରାଏଲ ଧ୍ୱଂସ କରିଦେଇଛି। ଏବେ ହମାସର ଅଣ୍ଟା ପୁରା ଭାଙ୍ଗି ଯାଇଛି। ହମାସର ଶୀର୍ଷ ନେତୃତ୍ୱଙ୍କୁ ମାଟିରେ ମିଶାଇ ଦେଇଛି ଇସ୍ରାଏଲ। ଏଭଳି ପରିସ୍ଥିତିରେ ହମାସ ମଧ୍ୟ ଇସ୍ରାଏଲ ସେନାର ଆଉ ଅଧିକ ପ୍ରତିରୋଧ କରିପାରୁନାହିଁ। ଗାଜାରେ ଯୁଦ୍ଧ ଧୀରେ ଧୀରେ ଶେଷ ଆଡକୁ ମୁହାଁଉଛି। ଆଉ ଇସ୍ରାଏଲର ହାତ ମୁଠାକୁ ଆସିବାକୁ ଯାଉଛି ଗାଜା। ଏବେ ପ୍ରଶ୍ନ ଉଠୁଛି ଯେ ଇସ୍ରାଏଲ ଗାଜା ସହ କଣ କରିବ? ଏନେଇ ଇସ୍ରାଏଲ ପକ୍ଷରୁ ଜଣାପଡିଛି ଯେ ଆଗକୁ ଅନେକ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ ଗାଜାରେ ରହିବାକୁ ଯାଉଛି, ଯାହାର ଅବଧି ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। କାରଣ ହମାସକୁ ପୁଣି ଥରେ ମୁଣ୍ଡ ଉଠାଇବାକୁ କୌଣସି ମୌକା ଦେବାକୁ ଚାହୁଁନି ଇସ୍ରାଏଲ। ତେବେ ସୂଚନା ମୁତାବକ ପାଲେଷ୍ଟାଇନର ଏହି ଅଞ୍ଚଳରେ ଆଇଡିଏଫ ତାର ସୈନ୍ୟ ଆଡା ସ୍ଥାପନ କରିବାକୁ ଯାଉଛି। ବିଶେଷ କରି ଗାଜାର ନେଟଜରିମ ଗଲିଆରେ ଏକ ସୈନ୍ୟ କ୍ଷେତ୍ର ଏବଂ ଗାଜାର ପୂର୍ବ ପରିଧି ମଧ୍ୟରେ ଅନ୍ୟ ଏକ ସୈନ୍ୟ କ୍ଷେତ୍ର ସ୍ଥାପନ କରିପାରେ ଇସ୍ରାଏଲ। ଏହାକୁ ନେଇ ବହୁ ପୂର୍ବରୁ ହିଁ ଯୋଜନା କରିସାରିଥିଲା ଇସ୍ରାଏଲ। ସେଥିପାଇଁ ସେହି ଅଞ୍ଚଳକୁ ଟାର୍ଗେଟ କରି ବାରମ୍ବାର ଆଟାକ କରୁଥିଲା। ଏବେ ସେଠାରେ ଆଉ କୌଣସି ବି ବଡ ଅଟ୍ଟାଳିକା ନାହିଁ। ଇସ୍ରାଏଲର ମିସାଇଲ ମାଡରେ ସବୁ ଧ୍ୱଂସ ବିଧ୍ୱଂସ ହୋଇଯାଇଛି। ସେଠାରେ ସୈନ୍ୟ ଆଡା ସ୍ଥାପନ କରିବାରେ ଇସ୍ରାଏଲର ମୂଳ ଲକ୍ଷ୍ୟ ହେଉଛି ଏହାଦ୍ୱାରା କୌଣସି ପ୍ରକାର ଆକ୍ରମଣକୁ ବନ୍ଦ କରିପାରିବ ଏବଂ ଆକ୍ରମଣ ଯୋଜନାକୁ ମଧ୍ୟ ରୋକିପାରିବ ଇସ୍ରାଏଲ। ବ୍ୟୁରୋ ରିପୋର୍ଟ, ସମୟ ଲାଇଭ।